ଜୟ ଜଗନ୍ନାଥ। ପିଲାମାନେ ଆମର ପରୀକ୍ଷା ଦର୍ପଣରୁ ସାହିତ୍ୟ ସବୁ ପଡ଼ିଯାଇଛି 5ଟା ସେଟ୍, ତାପରେ ଇଂଲିଶ 5ଟା ସେଟ୍ ପଡ଼ିଯାଇଛି, ସାମାଜିକ ବି 5ଟା ସେଟ୍ ପଡ଼ିଯାଇଛି, ଗଣିତ 2ଟା ସେଟ୍ ପକେଇ ଦେଇଛି, ଆଉ 3ଟି ସେଟ୍ ପକେଇଦେବି। ଆଉ ସାଇନ୍ସ ଆଜି ଆରମ୍ଭ କରୁଛି ଗୋଟେ ସେଟ୍, ହେଲା। ଦେଖିବ, ଦେଖି କମେଣ୍ଟ କରିବ କ'ଣ କ'ଣ ଦରକାର। ଆଉ ଯଦି ଅବଜେକ୍ଟିଭ ସବଜେକ୍ଟିଭ ଗଣିତରେ ଚାହୁଁଛ କେତେ କମେଣ୍ଟ କଲେ ମୁଁ ଜାଣିବି। ଯଦି 50-100 ପିଲା କଲ ତାହେଲେ କ୍ଲିୟର ବୁଝେଇବି, ହେଲା। ହଉ, ଦେଖ ଆମର 1 ନମ୍ବର, ନିମ୍ନଲିଖିତ ସନ୍ତୁଳିତ ରାସାୟନିକ ସଂଗଠନ PQR ଚିହ୍ନଟ କର। ଏଠି P, ଏଠି Q, ଏଠି R, ଅର୍ଥ ଆକୁ ବାଲାନ୍ସ କଲେ এই ସମୀକରଣକୁ ସମତୁଳ ବାଲାନ୍ସ କଲେ PQR ମୂଲ୍ୟ କେତେ ହବ, ହେଲା। ତାହେଲେ ବାଲାନ୍ସ କରିବ ପିଲେ। ବାଲାନ୍ସ କଲେ ହବ କ'ଣ ନା, ଏଠି ହବ 2 lead nitrate PbNO3 2, এটা lead nitrate 2, এটা lead oxide এইটা भी 2 হবো, ଆଉ এটা হবো নাইট্রোজেন ডাইঅক্সাইড, এটা 4। তাহলে অপশন এ 2 2 4 ବାଲାନ୍ସ କରିବ। ବାଲାନ୍ସ ତ ଜାଣିଛ ତମେ କ'ଣ, ଏପଟେ ବାମ ପଟେ ଯେତିକିଟା ପରମାଣୁ ଥବ ଡାହାଣ ପଟେ ସେତିକିଟା ପରମାଣୁ ରହିବ। ବାମ ପଟେ ଯେତିକିଟା ପରମାଣୁ, ଡାହାଣ ପଟେ ସେତିକିଟା ପରମାଣୁ। ଦେଖ ଏଠି PB 2ଟା, ଏଠି ବାଲାନ୍ସ PB 2ଟା, ସେମିତି ବାଲାନ୍ସ କରି ସବୁ ସମାନ ହବ। ଆଉ କ'ଣ, ବାମ ସେଇଠି ନାଇଟ୍ରୋଜେନ ଅକ୍ସିଜେନ ବାମ ପଟେ ଯେତିକିଟା ରହିବ ଡାହାଣ ପଟେ ସେତିକିଟା ରହିବ। ଅପସନ 2 2 4 ବାଲାନ୍ସ କରିବ। ତାପରେ 2 ନମ୍ବର ପିଲେ, ନିମ୍ନଲିଖିତ ମଧ୍ୟରୁ କେଉଁ ରାସାୟନିକ ପ୍ରତିକ୍ରିୟାଟି ଅନ୍ୟ 3ଠାରୁ ଭିନ୍ନ? ଦେଖ, ଇଏ ଠିକ ଅଛି, ଇଏ ଠିକ ଅଛି, ଇଏ ବି ଠିକ। এটা କ'ଣ ଏଠି ଅସୁବିଧା ନା କ'ଣ ହେଲା? ଡିଟା କାହିଁ ଭିନ୍ନ ହବ ତାଠୁ? ଦେଖ, ଜିଙ୍କ କ୍ଲୋରାଇଡ ଆଉ ହାଇଡ୍ରୋଜେନ ସଲଫାଇଡ ମିଶିଲେ ଜିଙ୍କ ସଲଫାଇଡ ହେଲା। ଆରେ HCl HCl ମିଶିବ ନା HNO3 କୋଡ ହେଲା? এটা ଭୁଲ କରିଛି। ଆରେ ବୁଝିଲା? ଆରେ ନାଇଟ୍ରିକ ଏସିଡ HNO3 ଆଇଲା କୋଡ, ଏଠୁ କୋଡ ଆସିବ? ଏଠି ତ ହାଇଡ୍ରୋଜେନ ରହିଲା, କ୍ଲୋରିନ ରହିଲା, HCl ବାହାରି ଥାନ୍ତା। ତେଣୁ এইটি ভুল। তাহলে এইটা ভিন্ন, ডিটা উত্তর, ହେଲା। 3 ନମ୍ବର, ଜଳୀୟ ଦ୍ରବଣରେ ହାଇଡ୍ରୋକ୍ଲୋରିକ ଏସିଡ ଦ୍ୱାରା କେଉଁ ଆୟନ ଉତ୍ପାଦିତ ହୁଏ? ଅପସନ ବି, ହାଇଡ୍ରୋନିୟମ ଆୟନ ଆଉ ହାଇଡ୍ରୋକ୍ସାଇଡ ଆୟନ এইটা। ତାପରେ 4 ନମ୍ବର, pH ର ମୂଲ୍ୟ 7 ରୁ 14 କୁ ପରିବର୍ତ୍ତନ। ଯଦି 7 ରୁ 14 ଯିବ ପ୍ଲେ, এইটা 7, ଏପଟେ 0, ଏପଟେ 14, 0 ରୁ ଏପଟେ ଆଇଲେ ଅମ୍ଳୀୟ ଗୁଣ ବଢି ଏସିଡ କ୍ୟାରେକ୍ଟର ବଢିବ, ଏପଟେ ଗଲେ କ୍ଷାରୀୟ ଗୁଣ ବଢିବ। ତାହେଲେ କହିଛି 14 ରୁ 7 ରୁ 14 କି ଆଡେ ଗଲେ OH ଆୟନ ସଂଖ୍ୟା ବଢିବ, କ୍ଷାରୀୟ ହେଇଯିବ, ବେଶୀ ବେଶୀ କ୍ଷାରୀୟ ହେଇଯିବ, ହେଲା। ତାପରେ 5 ନମ୍ବର, ଗୋଟିଏ ସବଳ ଅମ୍ଳ ଗୋଟିଏ ସବଳ କ୍ଷାର। ତାହେଲେ ସବଳ ଅମ୍ଳ ସବଳ କ୍ଷାର ହେଲେ pH 7 ହେଇଯିବ, pH ମୂଲ୍ୟ 7 ରହିବ, ହେଲା। ଯଦି ସବଳ ଅମ୍ଳ ଦୁର୍ବଳ କ୍ଷାର, ତାହେଲେ କ'ଣ ଅମ୍ଳୀୟ ଗୁଣ ଦେଖେଇବ, 7 ରୁ କମିବ। ଯଦି ଦୁର୍ବଳ ଅମ୍ଳ ସବଳ କ୍ଷାର, କ୍ଷାରୀୟ ଗୁଣ ବଢିବ, 7 ରୁ ସିଆଡେ ଉପରକୁ 14 ଆଡିକି ଯିବ। ବୁଝିଲା? ବୁଝେଇଛି ମୋର ପୂର୍ବ ଭିଡିଓରେ ସବୁ ବୁଝେଇଛି ମୁଁ ଅବଜେକ୍ଟିଭରେ ସୁନ୍ଦର ଭାବେ। ସବଳ ଅମ୍ଳ କିଏ, ସବଳ କ୍ଷାର କିଏ, ସବୁ ବୁଝେଇଛି କ୍ଲିୟର। ଦେଖିବ ପୂର୍ବ ଭିଡିଓ ଗୁଡେ ସବୁ ଅବଜେକ୍ଟିଭ ଗୁଡେ ଆଲୋଚନା କରିଛି ସବୁ। ତାପରେ 6 ନମ୍ବର, କେଉଁ ଭୌତିକ ଗୁଣ ଯୋଗୁ ମନ୍ଦିର ଘଣ୍ଟି ଧାତୁରେ ତିଆରି ହେଇଥିଲା? ଧାତୁ ଧ୍ୱନି ସୃଷ୍ଟି କରୁ, ଆଉ ଘଣ୍ଟିରେ ଧ୍ୱନି ସୃଷ୍ଟି, ଶବ୍ଦ ସୃଷ୍ଟି, ଧାତ ଧ୍ୱନି ସୃଷ୍ଟି କରିବ ବୋଲି ତିଆରି ହେଇଛି। ତାପରେ 7 ନମ୍ବର, ଦେଖ, ନିମ୍ନଲିଖିତ କେଉଁଠି ସକ୍ରିୟତା ଅନୁକ୍ରମ? ଏଇଟା କୋଶ୍ଚିନ୍ ଗୋଟେ ପଡୁଛି, ଏଇଟା ଟିକେ ମନେ ରଖିଦବ, ହେଲା। ସକ୍ରିୟତା ଶ୍ରେଣୀଟା ଦେଖ, ହେଇଟି ପିଲେ ସକ୍ରିୟତା ଶ୍ରେଣୀ এইটা ମନେ ରଖିଦବ ଟିକେ। ফার্স্ট পটাসিয়াম, সোডিয়াম, ক্যালসিয়াম, ম্যাগনেসিয়াম, আলুমিনিয়াম, জিঙ্ক, লুহা, লেড, সীসা, পিবি সীসা, কপর, এজি সিলভর, এই ହେଲା ସୁନା, ଗୋଲ୍ଡ। ବୁଝିହଉଛି? ତାହେଲେ এইଟା ମନେ ରଖ। ତାହେଲେ এইଟା ଆଗୁଆ ସକ୍ରିୟ କେ ଅଛି। ଦେଖ ଆନ୍ସର ଦେଖିବ, କେ ଆଗୁଆ, ଆଉ କେହି ନାହାନ୍ତି ଆଗେ। ଆଗେ କେ ଯୋଉଠି ଚାକିରି କେ, ତାପରେ ଯିଏ ଥବ ଦେଖିବା। ଦେଖ ସେଇଠି କେ ଆଗରେ ଅଛି, ସେଇଠି କେ ଗ୍ରେଟର ଦେନ, ତାହେଲେ ଏଇଗୁଟା ଆଉ ତ କେ କେହି ନାହାନ୍ତି। କେ ମଝିରେ କଣ ବସିବ? କେ ତ ସବୁଠୁ ସକ୍ରିୟ, ତାହେଲେ ଏଇଟା ଉତ୍ତର ହବ। ଆଉ ସେଟା ବୁଝିଦବ, ସେଇ ଅନୁସାରେ ପଡିଛି। ଆଉ 8 ନମ୍ବର, ଜିଙ୍କ ଆମାଲଗମ କେଉଁ ଧାତୁରେ? ହେଲା, ଶୁଣ, ପାରଦ ମିଶିଲେ, ପାରଦ ଆଉ ଜିଙ୍କ এইটা ହଉଛି ଆମାଲଗମ। ମନେ ରଖ, ପାରଦ ମିଶିବା ଦରକାର। ଏଜି ହେଲା ପାରଦ, କ୍ଲିୟର? 9 ନମ୍ବର,
ପୃକ୍ତ ହାଇଡ୍ରୋକାର୍ବନ ସମସ୍ତ କାର୍ବନ ପୃକ୍ତ ହାଇଡ୍ରୋକାର୍ବନରେ କାର୍ବନ କାର୍ବନ ମଧ୍ୟରେ ଏକ ବନ୍ଧ, ତାପରେ ଅପୃକ୍ତ ହାଇଡ୍ରୋକାର୍ବନ ଦ୍ୱିବନ୍ଧ ଅଛି, ତିନି ବନ୍ଧ ଅଛି। ଦ୍ୱିବନ୍ଧ ହେଲା କଣ? ଆଲକିନି। ତିନି ବନ୍ଧ ହେଲା ଆଲକାଇନି। ମୁଁ ପଢେଇଛି ଭଲରେ, ମୁଁ ଭିଡିଓ ଦେଖିଲେ ସୁନ୍ଦର ହେଇଛି ହେଲା। ଏଟା ଏକ ବନ୍ଧ। ତାପରେ 10 ନମ୍ବର, ଇଥାନଲ ସୋଡିୟମ ଧାତୁ ସହ ପ୍ରତିକ୍ରିୟାରେ କେଉଁ ଦୁଇଟି ଉତ୍ପାଦ ସୃଷ୍ଟି କରିଥାଏ? ଦେଖ, ଇଥାନଲ ହେଲା କଣ ପିଲେ? ଇଥାନଲ ହେଲା C2H5OH ହେଲା। ଏଇଟା ହେଲା ଇଥାଇଲ ଆଲକୋହଲ। ଇଥାନଲ ଯିଏ, ଇଥାଇଲ ଆଲକୋହଲ ସିଏ ହେଲା। ଇଏ କାହା ସହିତ ପ୍ରତିକ୍ରିୟା କରିବ? ନା ସୋଡିୟମ Na ସହିତ ପ୍ରତିକ୍ରିୟା କରିବ ହେଲା। Na ସହିତ ପ୍ରତିକ୍ରିୟା କଲେ କଣ କରିବ ପିଲେ? କଣ କରିବ ମନେ ରଖ? ଏ ପ୍ରତିକ୍ରିୟା କଲେ କଣ ସୃଷ୍ଟି କରିବ? ନା C2H5ONA ପ୍ଲସ ହାଇଡ୍ରୋଜେନ ଗ୍ୟାସ ସୃଷ୍ଟି କରିବ। ତାହେଲେ ଏଇଟା କଣ? ନା ସୋଡିୟମ, ଏଇଟା ନା କଣ? ସୋଡିୟମ ଇଥାକ୍ସାଇଡ। ତାହେଲେ ସୋଡିୟମ ଇଥାକ୍ସାଇଡ, ଆଉ ଏଇଠି ହାଇଡ୍ରୋଜେନ ସୃଷ୍ଟି କଲା, ହାଇଡ୍ରୋଜେନ। ତାହେଲେ ଏଇ ଉତ୍ତରଟା ଠିକ ହେଲା। କ୍ଲିୟର? ତାପରେ 10 ନମ୍ବର, 11 ନମ୍ବର, ମିଥାନଲକୁ କ୍ଷାରୀୟ KMNO4 ପୋଟାସିୟମ ପରମାଙ୍ଗନେଟ ଉପସ୍ଥିତି ଜାରଣ କଲେ କଣ ସୃଷ୍ଟି ହବ? ତାହେଲେ ମିଥାନଲ ପିଲେ କିଏ କହିଲ? ମିଥାନଲ ହେଲା ମିଥାଇଲ ଆଲକୋହଲ ହେଲା। CH3OH ମିଥାଇଲ ଆଲକୋହଲ। କାହାର ଉପସ୍ଥିତିରେ? ନା କ୍ଷାରୀୟ KMNO4 ଆଲକାଲି ମିଡିୟମରେ KMNO4 ହେଲେ କଣ ହବ? ନା ପିଲେ ଇଏ ହବ ଆମର HCOOH ସୃଷ୍ଟି କରିବ। ଏଇଟା ହେଲା ଫର୍ମିକ ଏସିଡ ସୃଷ୍ଟି କରିବ। 11 ନମ୍ବର ଅପସନ ବି ହେଲା। ଆଗେ ତମର ତ ପଢା ଜାଣିପାରିଲନି, ଏଇଟା ହଉଛି ମିଥାଇଲ ଆଲକୋହଲ। ମିଥାଇଲ ଆଲକୋହଲ ହବ ଫର୍ମାଲଡିହାଇଡ, ଫର୍ମାଲଡିହାଇଡ ରୁ ପୁଣି ହବ ଫର୍ମିକ ଏସିଡ। ଫର୍ମାଲଡିହାଇଡ ହେଲା HCHO, HCHO ଫର୍ମାଲଡିହାଇଡ ହବ। ଏଇଟା ହଉଛି ମିଥାଇଲ ଆଲକୋହଲ ବା ମିଥାନଲ CH3OH। ପୋଟାସିୟମ ପରମାଣୁ ଆଲକାଲି ମିଡିୟମରେ ଅକ୍ସିଡାଇଜ ହେଲେ ଜାରଣ କଲେ କଣ ବାହାରିବ? ସେଥିରୁ ଆଗେ ଫର୍ମାଲଡିହାଇଡ, ଫର୍ମାଲଡିହାଇଡ ରୁ ଫର୍ମିକ ଏସିଡ ବାହାରେ। ତାପରେ ମନେ ରଖ, ଫର୍ମିକ ଏସିଡ ବାହାରିବ। 12 ନମ୍ବର, ମେଣ୍ଡେଲ ଯେତେବେଳେ ପର୍ଯ୍ୟାୟ ସାରଣୀ କଲେ କେଠି ମୌଳିକ ସ୍ଥାନ ପାଇଥିଲା? 63ଟା। 13 ନମ୍ବର, ଆଧୁନିକ ପର୍ଯ୍ୟାୟ ଶ୍ରେଣୀରେ ବାମରୁ ଡାହାଣକୁ ଗଲେ ପିଲେ ଧାତୁ ପ୍ରକୃତି କମିଯାଏ। ଠିକ। ବାମ ପଟେ ଧାତୁ, ଡାହାଣ ପଟ ଧାତୁ, ଡାହାଣ ପଟ ଠିକ। ସଂଯୋଜକ ଇଲେକ୍ଟ୍ରନ ସଂଖ୍ୟା ବୃଦ୍ଧି ପାଏ। ହଁ, 1 ତାପରେ 2 ତାପରେ 3 ବଢୁଛି, ସଂଯୋଗ ଇଲେକ୍ଟ୍ରନ ସଂଖ୍ୟା ବୃଦ୍ଧି ପାଏ। ଠିକ। ପରମାଣୁ ଇଲେକ୍ଟ୍ରନ ତ୍ୟାଗ କରିପାରେ ସହଜେ ନୁହଁ। ପରମାଣୁ ଇଏ ତ୍ୟାଗ କରିବ, ଆଉ ଛାଡିକି କରିବେନି, ସେ ଗ୍ରହଣ କରିବେ। କ୍ଲୋରିନ ଡାହାଣ ପଟେ ଗ୍ରହଣ କରୁଛି, ଆଉ ତ୍ୟାଗ କଣ କରିବ? ତାହେଲେ ଏଇ ଟିକ ଉତ୍ତର ହବ। କଣ ହୁଏନି? ଏଇଟା ହୁଏନି। ପୁଣି ଅକ୍ସାଇଡ ଗୁଡିକ ଅମ୍ଳୀୟ ହେଇଥାନ୍ତି, କାରଣ ଧାତବ ଅକ୍ସାଇଡ ଗୁଡିକ କ୍ଷାରୀୟ, ଅଧାତବ ଅକ୍ସାଇଡ ଗୁଡିକ ଅମ୍ଳୀୟ। ଡାହାଣ ପଟେ ସବୁ ଅଧାତୁ ରହୁଛନ୍ତି, ସେଇ ଅକ୍ସାଇଡ ହବ ସବୁ ଅମ୍ଳୀୟ। ତେଣୁ ଏଇଟା ଠିକ ଅଛି। ତାହେଲେ ଏଇଟାକ ଭୁଲ। ତାପରେ 14 ନମ୍ବର, ଗୋଟିଏ ଅବତଳ ଦର୍ପଣର ବକ୍ରତା ବ୍ୟାସାର୍ଦ୍ଧ ହଉଛି 24। ତାହେଲେ ଫୋକସ ତାର ଅଧା ହେଲେ କେତେ ହବ? 24 ରୁ ଅଧା 12। ଆରେ ବକ୍ରତା ବ୍ୟାସାର୍ଦ୍ଧର ଅଧା ହଉଛି ଫୋକସ ଦୂରତା ହେଲା। ଜାଣିଛ ନା ନାଇଁ? F=R/2। କ୍ଲିୟର? F=R/2। 15 ନମ୍ବର, ଜଣେ ଡାକ୍ତର +2.5D ଡାୟପଟର ପାୱାର ସଂଶୋଧନକାରୀ ଲେନ୍ସ ବ୍ୟବହାର କରି ନିର୍ଦ୍ଧାରଣ କରିଛନ୍ତି এই ଲେନ୍ସର ଫୋକସ ଦୂରତା କେତେ? ଫୋକସ ଦୂରତା ଜାଣିଛ, F ହେଲା ପିଲେ କେତେ? 1/P। P ବି 1/F, ଏ ସୂତ୍ର ଜାଣିଛ। ତାହେଲେ ପଚାରୁଛି ଫୋକସ ଦୂରତା କେତେ? ଫୋକସ ଦୂରତା F ହେଲା 1/P। ତାହେଲେ 1/P ର ମୂଲ୍ୟ କେତେ ଦେଇଛି? 2.5। ଆକୁ ସରଳ କରିଦବ, ଏଇଟା 25/10 ଲେଖିଦଉ ନା। ଆରେ 2.5 ଟା କେତେ? 25/10 ଲେଖିଦଶ, ମାନେ କେତେ? 1/25/10। ଉପରକୁ ଓଲଟିଲେ ଓଲଟି ଯିବ, କେତେ ହବ? 10/25। 10/25 ଗଲେ 5, 5 × 10, 5 × 2/5, 2/5 ଟା କେତେ? ଆରେ 20 5 100, 0.0 ଏଇ 0.4। ଆଉ 2/5, 2 କୁ 5 ରହିଲେ କେତେ ପଡିବ? ଏତିକି ପଡିବ। କ୍ଲିୟର? 16 ନମ୍ବର,
गोटे अवतल लेंस रो फोकस दूरता 25 सेंटीमीटर फोकस दूरता एफ हला 25 अवतल लेंस पे फोकस दूरता माइनस तेणु -25 क्लियर लेंस सम्मुख वस्तु केते दूर रखले प्रतिबिंब लेंस 20 सीटर प्रतिबिंब दूरता कौन प्रतिबिंब दूरता भी ताले भी मध्ये माइनस ताले -20 भी हला केते -20 पचारची वस्तु को केते दूर रखे ताले पचारची यू केते वस्तु दूरता यू केते प्रश्न पचारची बुझिला ताले हमरो लेंस फॉर्मूला पकई दे कोन 1/v - 1/u 1/v - 1/u इक्वल 1/f मनला हमरो 1/u पचारची केते ताले एटा को डाहन पट को नै आसो ताले केते हला आइले 1/v - 1/f इक्वल 1/u हे गला अरे एको नै ताले v रो मूल्य करते जानिछ बिले v रो मूल्य -20 करते हेडी v रो मूल्य -20 एठी लिखियो -20 f रो लिखियो -25 समाधान कले बाहरियो केते उत्तर बाहरियो 100 समाधान कर दो देखो मु कर देछि देखि दियो कि विषय कर दो किछ असुविधा नै हेड देखो हेडी हेडी मूल्य पकई दो मूल्य सरल कर दलो -5 1/100 ताली यू होबो 100 हला क्लियर सूत्र लिखि देले करियो तापर 70 नंबर जने सुस्थ लोकर स्पष्ट दर्शन शब्द 25 सेंटीमीटर पढ़ियो तापर 18 नंबर निम्नलिखित मध्य केउंटी आलोकर विचरण जो होई न थाए आलोकर विचरण आकाश ये हेताए गभीर समुद्र जलवर्ण समुद्र जलवर्ण सूर्यास्त ये ताले गछर पत्र सब देखा एटा हेई नथाए क्लियर ऑप्शन सी करेक्ट आंसर 19 नंबर देखो खंडिए तारर 1.5 एम्पियर विद्युत स्रोत प्रवाहित है ताले आई हला 1.5 एम्पियर 1 घंटा पे प्रवाहित हला ताले टाइम हला केते टाइम हला प्ले केते 1 घंटा को 3600 सेकंड डायरेक्ट कर दियो 3600 सेकंड हला ताले 50 चार्ज केते चार्ज परिमाण केते ताले q इक्वल it आ कोन q इक्वल कोन it i रो मूल्य 1.5 t रो मूल्य 3600 गुणी देकी जा हबो 5400 कूलम हबो गुणी दो खाली गुणी करी करियो ताले 20 नंबर गोटे परिपथ रे तीनोटी 240 ओम प्रतिरोध समांतर संयोग संयोग जानछो हेले देखो तीनोटी हेले जदी हमर तीनोटी r1 केते से 240 तीनोटी प्रतिरोध आउटा से 240 आउटा से 240 तीनटा समांतर संयोग हबो ताले पचारछि समतुल्य प्रतिरोध केते हबो ताले समतुल्य प्रतिरोध केते हबो 1/r इक्वल केते सूत्र जानछो 1/r1 प्लस 1/r2 प्लस 1/r3 ताले r 1/r1 केते सेही 1/240 ताले 1/r हला केते 1/240 युक्त तीनटा समान समान परा 1/240 युक्त 1/240 ताले केते हला 1/240 1/240 3/240 3/240 3/240 ले 1/80 कटिले केते हबो 1/80 ताले 1/r हला 1/80 r हला 80 देखो 21 नंबर गोटे बल्ब रो फिलामेंट रो प्रतिरोध होची 1100 ओम प्रतिरोध देइची 1100 ओम हला से बल्ब वोल्ट v देइची केते 220 v पछे तार पावर विद्युत कोन पछे लाइन लगाय ताले सेते केते विद्युत स्रोत प्रवाहित हबो आई केते विद्युत स्रोत आई केते पचाची हला आई पचाची ताले जानिछो आई इक्वल v बाय r आई इक्वल कोन सूत्र जानिछो v बाय r आर आई पचाची विद्युत स्रोत केते प्रवाहित हबो पचाची पराडी आई हला v बाय r v रो मूल्य केते v रो मूल्य 220 आर रो मूल्य 1100 आर रो मूल्य 1100 आकु कटाकटी कर दबो कटाकटी कर देले केते पडियो 0.0 इटा पडिबो क्लियर उत्तर अरे कर सुन सुन करले कर देले ती हबो कोन 22 नंबर गोटे विद्युत मोटर 220 वोल्ट लाइन से 5 विद्युत स्रोत निये ताले वोल्ट का v केते 220 v वोल्ट
5 ଆମ୍ପିୟର ଆଇ କେତେ 5 ଆମ୍ପିୟର ଆଇ ହେଲା 5 ଆମ୍ପିୟର ହେଲା ପଚାରୁଛି ପାୱାର କେତେ ପି କେତେ ତାହେଲେ ପି ର ସୂତ୍ର ଜାଣିଛ ଏଟା ସହଜ ସୂତ୍ର ପି କଲ ଭି ଆଇ ଜାଣିଛ ସବୁ ଭି ର ମୂଲ୍ୟ କେତେ 220 ଗୁଣନ ଆଇ କେତେ 5 220 5 ଗୁଣିଲେ କେତେ ହବ 1100 କୁଆଡେ ହେଲା 1100 ନାହିଁ କିରେ 1.1 ହେଇଠି 1100 ହେଲା 1.1 କିଲୋୱାଟ 1100 ୱାଟ ହବ ସେ 1.1 କିଲୋୱାଟ ହବ ତାପରେ 23 ନମ୍ବର ଗୋଟିଏ ବିଦ୍ୟୁତ ସ୍ରୋତଧାରୀ ଦୀର୍ଘ ସଳକ ସରଣୀ ଭିତର ଚୁମ୍ବକ କ୍ଷେତ୍ର ପରିମାଣ କଣ ହବ ଚୁମ୍ବକ କ୍ଷେତ୍ର ପରିମାଣ ହବ ସବୁଆଡେ ସମାନ ଥବ ମନେକ ସବୁଆଡେ ସମାନ ଥାଏ 24 ଲଘୁ ପତନ ହୋଇଥିବା ପରିପଥରେ ବିଦ୍ୟୁତ ପ୍ରବାହ କଣ ହୁଏ ବଢିଯିବ ବାରମ୍ବାର କୋଶ୍ଚିନ୍ ପଢିଯିବ ସେଠି ଲଘୁ ପତନ ହେଲେ ବିଦ୍ୟୁତ ସ୍ରୋତ ସର୍ଟ ସର୍କିଟ କଣ ହବ ବଢିଯିବ ବିଦ୍ୟୁତ ଉପରେ ବଢିଯିବ ତାହେଲେ 25 ନମ୍ବର ଗୋଟିଏ ଯୁକ୍ତ ଚାର୍ଜ ବିଶିଷ୍ଟ କଣିକା ଆଲଫା କଣିକାକୁ ପଶ୍ଚିମକୁ ଗତି କରୁଥିବା ବେଳେ ଏକ ଚୁମ୍ବକ କ୍ଷେତ୍ର ଦ୍ୱାରା ଉତ୍ତରକୁ ବିକ୍ଷେପିତ କରାଯିବ ସିଏ ଯାଉଛି କଣିକା ପଶ୍ଚିମକୁ ତାକୁ ଚୁମ୍ବକ କ୍ଷେତ୍ର ଉତ୍ତରକୁ କ୍ଷେତ୍ର ତେବେ ଚୁମ୍ବକ କ୍ଷେତ୍ର ଦିଗ କୁଆଡେ ହବ ହେଲା ଚୁମ୍ବକ କ୍ଷେତ୍ର ଦିଗ ଉପରକୁ ହବ କ୍ଲିୟର ତାପରେ ଜୀବ ବିଜ୍ଞାନ ଲେଖା ଲାଇଫ ସାଇନ୍ସ 26 ନମ୍ବର ଦେଖ 26 କେଉଁ ବୀଜାଣୁ ଆମ ଅନ୍ତରୀଳରେ ସହଜ ଭାବେ ରହି ଭିଟାମିନ ବି 12 ମଧ୍ୟ ଇସ୍ଚେରିଚିଆ କୋଲାଇ ଇ କୋଲାଇ ତାକୁ ବି କହନ୍ତି କଣ ଇ କୋଲାଇ ତାପରେ ମଣିଷ ପାଟିର ଉପର ମାଠିରେ ଚର୍ବଣ ଦାନ୍ତ ପେଷଣ ଦାନ୍ତ କେତେଟା 6 4 ହେଲା 28 ଜୈବିକ ଜାଣ ପ୍ରକ୍ରିୟାରେ ଗୋଟିଏ କେତୋଟି ଏଠି ଭାଙ୍ଗିଲେ 30.5 କିଲୋ ଜୁଲ ଗୋଟିଏ ଟିବିରୁ 30.5 କିଲୋ ଜୁଲ ଶକ୍ତି ବାହାରେ ହେଲା 29 ମାନବ ଶରୀର କେଉଁଠି ଏକ ଲସିକା ଅଂଶଟେ ଟନସିଲ 29 ଡି ହେଲା ତାପରେ ଦେଖ ତାପରେ 30 ନମ୍ବର ଉଦ୍ଭିଦର ପୋଷକ ପରିବହନ କାହା ଦ୍ୱାରା ପୋଷକ ପରିବହନ ଜାଣିଛ ପିଲେ ଫ୍ଲୋଏମ ଖାଦ୍ୟ ପରିବହନ ଜାଇଲମ ପୋଷକ ପରିବହନ ଫ୍ଲୋଏମ ଦ୍ୱାରା ତାପରେ ଦେଖ 31 ନମ୍ବର ହୃତ୍ପିଣ୍ଡର ମାଂସପେଶୀକୁ କାହା ଦ୍ୱାରା ରକ୍ତ ସଞ୍ଚାଳିତ ହୁଏ ଋତୁଧ୍ୱନି ଆଉ ଋତୁଶିରା ଦ୍ୱାରା ହେଲା ତାପରେ 32 ନମ୍ବର ଦେଖ ନେଫ୍ରନରେ କେଉଁ ଅଂଶରେ ରକ୍ତସ୍ରାବ ଘଟେ ଗ୍ଲୋମେରୁଲସରେ ରକ୍ତସ୍ରାବ କାର୍ଯ୍ୟ ସମ୍ପନ୍ନ ହୁଏ 33 ଝୁଣା ଓ ଖଇର ପରି ବର୍ଜ୍ୟବସ୍ତୁ ଗୁଡିକ ଉଦ୍ଭିଦର କେଉଁ ସବୁରେ ପରିପକ୍ୱ ଜାଇଲମରେ ସଂଗୃହୀତ ହୁଏ ଅପସନ ବି ହେଲା ତାପରେ 34 ନମ୍ବର ଜଣେ ବୟପ୍ରାପ୍ତ ବ୍ୟକ୍ତିର ମସ୍ତିଷ୍କ ପ୍ରତି ମିନିଟରେ କେତେ ପରିମାଣ ରକ୍ତ ଗ୍ରହଣ କରିଥାଏ 750 ମିଲିଲିଟର ରକ୍ତ ଗ୍ରହଣ କରିଥାଏ 35 ନମ୍ବର ମନୁଷ୍ୟର ସ୍ନାୟୁକୋଷରେ କେଉଁଠି ନଥାଏ ସ୍ନାୟୁକୋଷ ନଥାଏ ସେଣ୍ଟ୍ରୋଜୋମ ନଥାଏ ସେଣ୍ଟ୍ରୋଜୋମ ସ୍ନାୟୁକୋଷ ନଥାଏ 36 ନମ୍ବର ପ୍ରଥମ ଅଧ୍ୟାୟନ କେଉଁ ଅବସ୍ଥାରେ ତର୍କତନ୍ତୁକୁ ଗୁଣସୂତ୍ର କେନ୍ଦ୍ର କେନ୍ଦ୍ରରେ ମଧ୍ୟମ ଆସନ୍ତି କୋଉଥିରେ ମଧ୍ୟମ ଅବସ୍ଥାରେ ଅପସନ ବି 36 ବି 37 କେଉଁ ଉଦ୍ଭିଦ ପରିବେଶ ଅନୁଯାୟୀ ଚଳ ରେଣୁ ବା ଅଚଳ ରେଣୁ ଦ୍ୱାରା ଦିଟା ହେଲା ପାଇଥିୟମ ବଂଶ ବୃଦ୍ଧି କରିଥାଏ 38 କେଉଁ କାରଣରୁ ଆମିବାର ବୃଦ୍ଧାବସ୍ଥା ନଥାଏ ବା ଆମିବାର ପ୍ରାକୃତିକ ମୃତ୍ୟୁ ନଥାଏ ମରେନି ଆମିବା କାହିଁକି ଦ୍ୱିବିଭାଜନ ଗୋଟେ ଆମିବା ସିଏ ଭାଙ୍ଗି ଦିଟା ହେଇଗଲା ଆଉ ଇଏ ମରିବ କଣ ବୁଢୀ ଭାଙ୍ଗି ଦିଟା ହେଇଗଲା ଇଏ ଭାଙ୍ଗି ଦିଟା ହେଇଗଲା ଆଉ ତାହେଲେ ଦ୍ୱିବିଭାଜନକୁ ଆଉ ପ୍ରାକୃତିକ ମୃତ୍ୟୁ ଆମିବାର ପ୍ରାକୃତିକ ମରେନି ପ୍ରାକୃତିକ କିଏ ଖାଇଦବ କୋଉ ପ୍ରାଣୀ ତାକୁ ଖାଇଦେଲା ମରିଗଲା କିନ୍ତୁ ନିଜ ପ୍ରାକୃତିକ ମୃତ୍ୟୁ ତାର ନାହିଁ ହେଲା 39 ଏଡ୍ସ ନିଶ୍ଚିତ କରିବା ପାଇଁ କେଉଁ ପରୀକ୍ଷା କରାଯାଏ ଅପସନ ଏ ୱେଷ୍ଟର୍ନ ବ୍ଲଟିଂ ଟେଷ୍ଟ 40 ନମ୍ବର ଠିକ ଉତ୍ତରଟି ବାଛିବା 1 ନମ୍ବର ହେଲା ଗ୍ରେଗର ମେଣ୍ଡେଲ 1822 ମସିହାରେ ଜନ୍ମଗ୍ରହଣ କରିଥିଲେ ଏଇଟା ଠିକ ଅଛି ସେକେଣ୍ଡଟା ଦେଖିବା ଗ୍ରେଗର ମେଣ୍ଡେଲ 1864 ମରିଥିଲେ ନାଇଁ ଏଇଠି ଭୁଲରେ କେତେ ମରିଥିଲେ 1884 ମରିଥିଲେ ତାହେଲେ ଏଇଟା ତ ଭୁଲ ହଉ ଦେଖିବା ପେଶାରେ ସେ ଜଣେ ଗଣିତ ଶିଖାଇଥିଲେ ହଁ ଠିକ
ସେ ଅନୁବଂଶ ବିଜ୍ଞାନୀର ଜନକ ଠିକ। ତାହେଲେ କିଏ ଠିକ? ଏକ ଠିକ, ଥାର୍ଡ ଠିକ, ଆଇ ବି ଠିକ। ତମେ ବାଛିବ ତ ଭିତରୁ, ମୁଁ ଆଉ କଣ ବାଛିବାକୁ? ତମେ ବାଛିବ, ମୁଁ କହିଦେଲି ଠିକ କିଏ। ଦେଖ କୋଉଥିରେ ଅଛି, ସେଇଠି ସି ରେ ଅଛି। ସେକେଣ୍ଡଟା ଭୁଲ, ସେଇଠି ସେକେଣ୍ଡଟା ଭୁଲ, ଫାର୍ଷ୍ଟ ଥାର୍ଡ ଆଇ ବି ଠିକ, ଏଇଟା ହବ। କହିଦେଲି ଏଇଟା ମନେ ରଖ ହେଲା। 1864 ମସିହାରେ ସେ ବଦଳିଲେ। 41 ନମ୍ବର, କେଉଁଟି ମେଣ୍ଡେଲଙ୍କ ଦ୍ୱିସଂକରଣ ପରୀକ୍ଷାର ଫଳାଫଳ ଅଟେ? ସ୍ୱାଧୀନ ଅପବ୍ୟୁହନ ନିୟମ। ତାପରେ 42 ନମ୍ବର, ଜୀବନ ଅଜୈବିକ ପଦାର୍ଥ ବା ବସ୍ତୁରୁ ସୃଷ୍ଟି ହୋଇଛି। କେଉଁ ବୈଜ୍ଞାନିକ ପ୍ରଥମେ ଏହା ମତ ବ୍ୟକ୍ତ କରିଥିଲେ? କିଏ କରିଥିଲେ? କରିଥିଲେ ଆକୁ AI ଓପାରିନ୍ ଆଉ JB ୱେସ୍ ହାଲ୍ଡେନ୍, ଏଇ କରିଥିଲେ। ତାପରେ 43 ନମ୍ବର, କେଉଁ ଜାତୀୟ ବାଦର ସଦୃଶ ମାନବରୁ ଆଜି ମଣିଷ ଉଦ୍ଭବ ହୋଇଛି? ମଣିଷ ଉଦ୍ଭବ ହେଇଛି କୋଉଠି? ଅଷ୍ଟ୍ରାଲୋପିଥେକସ୍, ଅପସନ ସି। 44, କେଉଁଠି ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଅଟେ? ନବୀକରଣ। ଦେଖ ପିଲେ, ପ୍ରାକୃତିକ ଗ୍ୟାସ ହେଇପାରିବନି, ପେଟ୍ରୋଲ ହେଇପାରିବନି, କୋଇଲା ହେଇପାରିବନି, ଆଉ କୁଆଡେ ଆସିବ? ଯାଇକି କେତେ ବର୍ଷ, ହଜାର ହଜାର କୋଟି କୋଟି ବର୍ଷ ଯାଇକିରି ଗଛ ପତ୍ର ଭୂମିକମ୍ପ ମାଟି ଭିତରେ ପଶିକି ସୃଷ୍ଟି ହେଇଛି, ହବନି ଜୈବ ପଦାର୍ଥ। ତାହେଲେ ଏଇ ଜୈବ, ସେଇଟା ଉତ୍ତର ହବ ହେଲା, ଅପସନ ଏ। 45, କେଉଁଠି ପୃଥିବୀର ସବୁଠାରୁ ବଡ ପରିସ୍ରା? ଯାହାର ସବୁଠାରୁ ବଡ ପରିସ୍ଥିତି ହେଲା କଣ? ଅପସନ ଡି, ଜୀବମଣ୍ଡଳ। ତାପରେ 46, କେଉଁଠି ପରିସ୍ଥିତିର ଗାଠନିକ ଉପାଦାନ ନୁହେଁ? ଗାଠନିକ ଉପାଦାନ ଦେଖ, ପରିସ୍ରାରେ ଉତ୍ପାଦକ ଅଛନ୍ତି, ଭକ୍ଷକ ଅଛନ୍ତି, ଅପଘଟ ଅଛନ୍ତି, ତାହେଲେ ଏଇଟା ହବନି, କୋଷ ଚକ୍ର। 47, ଜୈବ ଆବର୍ଜନାକୁ କମ୍ପୋଷ୍ଟରେ ପରିଣତ କରିବା ଫାଇବାର ନୀତି ଅନୁଯାୟୀ କେଉଁ ପ୍ରକାର ସଂରକ୍ଷଣ କୌଶଳ ଅଟେ? ପୁନଶ୍ଚକ୍ରଣ। 48, କେଉଁଠି ପୃଥିବୀର ସବୁଠାରୁ ବଡ ପରିବେଶ ସମ୍ବନ୍ଧୀୟ ସଂସ୍ଥା ଅଟେ? କିଏ ସେ? IUCN, କ୍ଲିୟର। ତାପରେ 49, ଗୋଟିଏ ଜନସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ସଂକ୍ରାମକ ରୋଗ ବ୍ୟାପିବାର କ୍ଷମତାକୁ କାହା ଦ୍ୱାରା ସୂଚିତ କରାଯାଏ? କାହା ଦ୍ୱାରା? ନା ଭୂତାଣୁର ପ୍ରଜନନ ସଂଖ୍ୟା ଦ୍ୱାରା ସୂଚିତ କରାଯାଏ। 50, କେଉଁଟି ପୃଥିବୀର ସର୍ବପ୍ରଥମ DNA ଆଧାରିତ କୋଭିଡ ଟୀକା ଯାହାକୁ ଭାରତରେ ଉତ୍ପାଦିତ କରାଯାଉଛି? କୋଉଟା ହଉଛି? ନା ଜାଇକବ ଡି। 50 ର ଅପସନ ବି ହେଲା। ପିଲାମାନେ ଭିଡିଓଟି ଦେଖ, କମେଣ୍ଟ କରିବ, ଯଦି 50-100 ପିଲା ଜଣେଇବ ଯେ ସାରେ ଆଉ ଟିକେ ସବଜେକ୍ଟ ମ୍ୟାଥ ଟିକେ କଷି ଦିଅନ୍ତୁ, ମୁଁ ସବଜେକ୍ଟ 5ଟା ସେଟ୍ କଷିକି ସୁନ୍ଦର ଦେବି, ମୋଷ୍ଟ ପ୍ରୋବାବଲି ସେଇଥିରୁ ପଡିବ ସବୁ। ସେଇ ଟାଇପର ସବୁ ପଡିବ। ଯୋଉମାନେ ଅତି ଭଲ ଗଣିତରେ କରୁଛ, ସେମାନେ ତ ସବୁ ଦେଖିବ, ସେମାନଙ୍କୁ କିଛି ବାରଣ ନାହିଁ, ସବୁ କଷିବ। ଯୋଉମାନେ ଟିକେ ମଧ୍ୟମ ଷ୍ଟାଣ୍ଡାର୍ଡ ପିଲା ବା ଟିକେ କମ ଷ୍ଟାଣ୍ଡାର୍ଡ ଟିକେ, ସେମାନେ ସେଇତକ କଷିଦବ, ସେ ପ୍ରାୟ ସବୁ ପାଇବ। କରିବ, 10-20 ଖଣ୍ଡ ଅଙ୍କ ମୁଁ କଷିକି ଦେଇଦେବି, ତେଣୁ ତାକୁ ଦେଖିବ, ବାରମ୍ବାର କଷିଦେଲେ ହେଇଯିବ ଆଉ କଣ ହେଲା। ଆଉ ଯୋଉଟା ଉତ୍ତମ ଷ୍ଟାଣ୍ଡ, ଯୋଉମାନେ 95, 98, 99, 100 ରଖିବେ, 90 ଉପରୁ ରଖିବେ, ସେମାନେ ସବୁ ଦେଖ, ତାଙ୍କ ପାଇଁ ସିଲେକ୍ଟିଭ ନାହିଁ କିଛି, ସେ ସବୁ ଦେଖିବ ହେଲା। ଆଉ ମୋର ଯୋଉ ଅବଜେକ୍ଟିଭ ସେଟ୍ ଯୋଉଗୁଡା ପକଉଛି, ସବୁଗୁଡା ଦେଖିଦିଅ, ସବୁଗୁଡା ପରୀକ୍ଷାରେ ପଡିବ। ମୁଁ କହୁଛି, ମୋର ଅଭିଜ୍ଞତାରୁ କହୁଛି, ମୁଁ ଅକ୍ଷରେ ଅକ୍ଷରେ ମାନିକିରେ ମୁଁ କମେଣ୍ଟରେ ସବୁ ଜଣେଇବ କଣ ହେଇଛି ହେଲା। ଥ୍ୟାଙ୍କ ୟୁ ଭେରି ମଚ୍।